ଦୁନିଆର ସବୁଠାରୁ ବଡ଼ ପାପ କ'ଣ? ଅଜାଣତରେ ହେଉ ପଛେ ଏହି 5ଟି ପାପ କରୁଥିବା ବ୍ୟକ୍ତି ସାରା ଜୀବନ ରୁହେ ଦରିଦ୍ର। ହଁ ସାଙ୍ଗମାନେ, ଯଦି ଆପଣମାନେ ଏହି 5ଟି ପାପ କାର୍ଯ୍ୟ କରୁଛନ୍ତି, ତାହେଲେ ଆପଣମାନେ ଆପଣଙ୍କ ଜୀବନରେ କେବେ ବି ହେଲେ ଆଗକୁ ବଢ଼ିପାରିବେ ନାହିଁ। ଆପଣମାନେ ସବୁବେଳ ପାଇଁ ଦରିଦ୍ର ହୋଇଯିବେ ଯଦି ଆପଣମାନେ ଏହି 5ଟି ଭୁଲ କାର୍ଯ୍ୟ କରୁଛନ୍ତି। ହିନ୍ଦୁ ଧର୍ମରେ ସମୁଦାୟ 18ଟି ପୁରାଣ ରହିଛି। ଏଥିମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଅଟେ ଯେଉଁଥିରେ ମନୁଷ୍ୟ ଜୀବନକୁ ସୁଖମୟ କରିବା ପାଇଁ ଅନେକ ମନ୍ତ୍ର ବର୍ଣ୍ଣନା ରହିଛି। ଶିବ ପୁରାଣରେ 5ଟି ଏଭଳି ପାପର ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଅଜାଣତରେ କରିଥାଏ ଓ ଏହାର ଦଣ୍ଡ ଭୋଗ ମଧ୍ୟ କରିଥାଏ। ଶିବ ପୁରାଣ ଅନୁଯାୟୀ ମନୁଷ୍ୟକୁ ଏପରି ପାପ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ଯଦି ଏହିସବୁ ପାପ ମଣିଷ କରିଥାଏ ତାହେଲେ ସିଏ ଦରିଦ୍ର ହୋଇଯାଇଥାଏ। ଏପରି ପାପ କରିବା ଦ୍ୱାରା ଭଗବାନ ଶିବ କେବେ ମଧ୍ୟ କୃପା କରନ୍ତି ନାହିଁ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି ପାପ ସବୁ। ସର୍ବପ୍ରଥମେ ହେଉଛି ମାନସିକ ପାପ। ଶିବ ପୁରାଣ ଅନୁଯାୟୀ କଳିଯୁଗ ମଣିଷ ପ୍ରତି ମୁହୂର୍ତ୍ତରେ ମାନସିକ ପାପ କରିଥାଏ। ନିଜ ମନରେ ଅନ୍ୟ ପ୍ରତି ମନ୍ଦ ଚିନ୍ତା ଓ ବିଚାର ଆଣିବା ହିଁ ମାନସିକ ପାପ ଅଟେ। ପର ସ୍ତ୍ରୀକୁ ଦେଖି ହେଉ ବା ଅନ୍ୟ କାହାର ଉନ୍ନତି ଏବଂ ସୌନ୍ଦର୍ଯ୍ୟକୁ ଦେଖି ହେଉ ମନରେ କୌଣସି ପ୍ରକାର କାମ ଭାବନା, ହିଂସା ଏବଂ ଈର୍ଷା ଭାବନା ଆଣିବା ହିଁ ମାନସିକ ପାପ ଅଟେ। ଅନ୍ୟ କାହାର ମନ୍ଦ ଚିନ୍ତା କରିବା ବା ପ୍ରାର୍ଥନା କରିବା ମଧ୍ୟ ମାନସିକ ପାପ ଅନ୍ତର୍ଭୁକ୍ତ ଅଟେ। ଏପରି ପାପ କରିବାରୁ ବଞ୍ଚିତ ରୁହନ୍ତୁ। ସାଙ୍ଗମାନେ, ଯଦି ଆପଣମାନଙ୍କର ନଜର ଖରାପ, ଯଦି ଆପଣମାନେ ପର ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖୁଛନ୍ତି, ତାହେଲେ ଆପଣମାନେ ନିଜ ଜୀବନରେ କେବେ ବି ହେଲେ ଆଗକୁ ବଢ଼ିପାରିବେ ନାହିଁ। ଆପଣଙ୍କ ଜୀବନ ଦରିଦ୍ର ହୋଇଯିବ। ଆପଣମାନେ ଯେତେ ଚେଷ୍ଟା କଲେ ବି କେବେ ବି ହେଲେ ଆଗକୁ ବଢ଼ିପାରିବେ ନାହିଁ। ଯଦି ଆପଣମାନେ କାହା ଉପରେ ହିଂସା କରୁଛନ୍ତି, କାହା ସହିତ ମନମାଳିନ କରୁଛନ୍ତି, କାହାର ଧନ ଦେଖି ଆପଣ ସହିପାରୁନାହାନ୍ତି, ତାହେଲେ ମଧ୍ୟ ଆପଣମାନେ ଅସୁବିଧାର ଶିକାର ହେବେ। ଆପଣ ଦରିଦ୍ର ହୋଇଯିବେ। ଦ୍ୱିତୀୟରେ ହେଉଛି ବାଚିକ ପାପ। ଶିବ ପୁରାଣ ଅନୁଯାୟୀ ମୁଖରେ କାହାକୁ ଖରାପ କହିବା କିମ୍ବା କାହାକୁ ଦୁଃଖ ଦେବା ପାଇଁ ପାଟିରେ ବ୍ୟବହାର କରିବା ମଧ୍ୟ ଏକ ବଡ଼ ପାପ ଅଟେ। ମନୁଷ୍ୟକୁ ସର୍ବଦା ମୁଖରେ ସତ୍ୟ ଭାଷା ଏବଂ ମଧୁର ବାଣୀ କହିବା ଉଚିତ। ମିଥ୍ୟା କହୁଥିବା ଏବଂ କଟୁ ଶବ୍ଦରେ ଅନ୍ୟର ଅପମାନ କରିବା ବହୁତ ବଡ଼ ପାପ ଅଟେ। ଏପରି ଲୋକ ଜୀବନରେ ସର୍ବଦା ଗରିବ ରୁହନ୍ତି। ସାଙ୍ଗମାନେ, ଯଦି ଆପଣମାନେ କାହାକୁ ଦୁଃଖ ଦେଉଛନ୍ତି, ଯଦି ଆପଣମାନେ କାହାକୁ ଖରାପ ଶବ୍ଦ କହୁଛନ୍ତି, ତାହେଲେ ମଧ୍ୟ ଆପଣମାନେ ଅସୁବିଧାର ଶିକାର ହୋଇପାରନ୍ତି। ଆପଣମାନଙ୍କ ଜୀବନରେ ଆପଣଙ୍କ କେବେ ବି ହେଲେ ଆପଣମାନେ ଭଲ ମଣିଷ ହୋଇପାରିବେ ନାହିଁ। ଆପଣ ସବୁବେଳ ପାଇଁ ଦରିଦ୍ର ହୋଇଯିବେ। ଆପଣଙ୍କୁ କେବେ ବି ହେଲେ ଟଙ୍କାର ଅଣ୍ଟିବ ନାହିଁ। ଆପଣମାନେ ସଦାସର୍ବଦା ଗରିବ ହୋଇକରି ରହିବେ। ତୃତୀୟରେ ହେଉଛି ଶାରୀରିକ ପାପ। ଶିବ ପୁରାଣରେ ପ୍ରକୃତିକୁ ଈଶ୍ୱରୀୟ ରୂପ ବୋଲି ମାନାଯାଏ, ଅର୍ଥାତ୍ ଆକାରଣରେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ପାପ ବୋଲି ବିବେଚନା କରାଯାଏ। ଗଛପତ୍ର କାଟିବା, ପଶୁପକ୍ଷୀଙ୍କ ହତ୍ୟା କରିବା, ଗୋଡ଼ ତଳେ ଛୋଟ ଜୀବଜନ୍ତୁକୁ ଦଳିବା ଆଦି ଶାରୀରିକ ପାପ ଶ୍ରେଣୀରେ ଆସିଥାଏ। ସାଙ୍ଗମାନେ, ଆପଣମାନେ ଗଛ କାଟୁଛନ୍ତି, ଆପଣମାନେ ଗୋଡ଼ରେ କୌଣସି ଛୋଟ ଜୀବଜନ୍ତୁକୁ ଦଳିକିରି ମାରି ଦେଉଛନ୍ତି ବା ଆପଣମାନେ କୌଣସି ଜୀବଜନ୍ତୁକୁ ମାରିକିରି ଆପଣମାନେ ଖାଉଛନ୍ତି, ତ ଏହାର ମାନେ ହେଉଛି ଆପଣମାନେ ଶାରୀରିକ ପାପ କରୁଛନ୍ତି। ତ ସେଥିପାଇଁ ଆପଣମାନେ ସାବଧାନ ହୋଇଯାଆନ୍ତୁ। କେବେ ବି ହେଲେ ଜୀବନରେ ଏମିତି ପାପ କାର୍ଯ୍ୟ କରନ୍ତୁ ନାହିଁ। ଯଦି ଆପଣମାନେ ଏହିଭଳି ପାପ କାର୍ଯ୍ୟ କରୁଛନ୍ତି, ତାହେଲେ ଆପଣମାନେ ବହୁତ ଅସୁବିଧାରେ ପଡ଼ିପାରନ୍ତି। କେବେ ବି ହେଲେ ଆପଣମାନେ ଜୀବନରେ ଅଗ୍ରଗତି କରିପାରିବେ ନାହିଁ। ଚତୁର୍ଥରେ ହେଉଛି ନିନ୍ଦା କରିବା। ଶିବ ପୁରାଣରେ କଳିଯୁଗର ସବୁଠାରୁ ଭୟଙ୍କର ପାପ ମଧ୍ୟରୁ ଗୋଟିଏ ହେଉଛି ନିନ୍ଦା କରିବା।
मनुष्य को अन्यर निंदा करिबा उचित नुहे। व्यक्ति जनक निंदा पात्र अटंती कि नाही यह अवश्य चिंता करिबा आवश्यक। गुरुजन गुरु एवं पितामाता निंदा करिबा सबुठु बड़ पाप अटे। सेथिपाई भूल रे भी कहार निंदा करंतु नाही। सांग माने जदि आपण माने काहाकू छोट देखई कहउचंती, आपण माने काहाकू निंदा करूचंती, आपण माने काहाकू अपमान करूचंती, ताहले आपण माने सावधान होई जांतु। आपण माने सर्वप्रथमे चिंता करंतु जहाकू आपण माने निंदा करूचंती सेही मनीषटी निंदार पात्र कि नाही। आपण माने किछि बुझी किछि न सुझी आपण माने काहाकू भी किछि कहि देई थांती जहाँकि आपणक द्वारा बहुत बड़ पाप हो जाई थाए। तो सेथिपाई आपण माने आजि ठारू सावधान हो जातु। जदि कहा विषय रे किछि जानि नाहंती ताहले काहाकू भी किछि कुहंतु नाही, निंदा अपमान दियंतु नाही, नहले आपण माने असुविधारे पड़ी पारंती। जदि सेही लोकटी आपणकू किछि भी कहिदला, किछि भी ता पाटिरू बाहरी गला, ताहले आपण माने जीवन रे केबे भी हेले आगको बढ़ी पारिबे नाही। पंचमरे हेउची कुसंगतरे रहिबा। शिवपुराण अनुसारे चोरी हत्या आदि करिबा भयंकर पाप अटे। ठीक सेहीपरि एही लोकंक संगतरे रहिबा, सेमानंकु शरण देबा अथवा सेमानंक कौनसी कार्ୟରେ सहायता करिबा मध्य बड़ पाप अटे। जणे सभ्य मनुष्य एही सबुरु वंचित रहिबा उचित होइथाए। सांग माने जदि आपण माने काहाकू साहाय्य करूचंती, जदि आपण माने काहार मृत्यु करूचंती, आपण माने काहाकू मारी देउचंती, ताहले मध्य आपण माने बहुत बड़ पाप करूचंती। बा जदि केही मारिकिरी आसीची ताकू जदि आपण माने साहाय्य करूचंती, ताकू जदि आपण माने नुचौचंती, ताकू जदि आपण माने शरण देउचंती, ताहले मध्य आपण माने बहुत बड़ पाप करी बसुचंती। तो आपण माने टिके सावधान होई जांतु, सतर्क होई जांतु। यदि आपण माने एही सबु कार्य करूचंती, तो आपण माने यदि एही सबु कार्य करूथिबे ताहले जीवन रे केबे भी हेले आपण माने आगको बढ़ी पारिबे नाही। आपण माने केबे भी हेले जीवन रे सफलता हासिल करि पारिबे नाही। आपण माने जेते टंका रोजगार कले मध्य आपणको सदा सर्वदा कम पड़िबो। आपण माने दरिद्र होई जिबे। यदि आपणक पाखरे एही सबु जिनिस अछि, एही सबु खराब कार्यर आपणक पाखरे अछि, ताहले आपण माने निजको सुधारंतु, टिके भल मनीष हेबा पई चेष्टा करंतु। सांग माने वीडियोटी को शेष पर्यंत देखिथिबारु आपण मानकु अशेष अशेष धन्यवाद। जदि मोर ए वीडियो आपण मानकु किछि शिखिबा पई मिलिथिबो ताहले लाइक निश्चित भाव में करदे। कमेंट बॉक्स रे आपण मानकर मतामत रखिए। यदि आपण माने आम टॉकिंग वर्ल्ड यूट्यूब चैनल प्रथम थर पई आम चैनल टी को सब्सक्राइब करदे। धन्यवाद। जय जगन्नाथ, जय मां शारला, जय श्री कृष्ण।